ସତରେ ଏଇ ବାପା ମାନଙ୍କର ଜୀବନ କଣ ଏତେ କଷ୍ଟଦାୟକ? କଷ୍ଟଦାୟକ ରହିବା କଣ କରିବା? ମଣିଷ ଜନ୍ମରେ କଷ୍ଟ ନ କଲେ ପ୍ରଥମ ପାଇବ କି? ଆଗ କଷ୍ଟ କଲେ ତାପରେ ଭଗବାନଙ୍କୁ ପାଇବା। କଷ୍ଟ ନ କରିକି ଭଗବାନ ହେଲେ କଣ କରିବେ? ଆପଣ ଆଜି ଖୁସି ଅଛନ୍ତି ନା ଖୁସି ନାହାନ୍ତି? ଆମେ ସବୁବେଳେ ତ ଖୁସିରେ ଥାଉ। ସେଇ ରାହାସ ଟା କଣ କହିବେ ସମସ୍ତଙ୍କୁ? ରାଜଟା ତାହେଲେ ହେଲା ମଣିଷ ଜୀବନରେ କଷ୍ଟ କରିବାକୁ ପଡ଼ିବ। ଆଗ କଷ୍ଟ କଲେ ଯାଇକି ଭଗବାନ ଡାକିବ, ଭଗବାନ ଶୁଣିବେ। ଆଉ ଯଦି ଖାଲି ବସିକି ଭଗବାନ ଭଗବାନ ହବା, ଭଗବାନ କାହା କଥା ବୁଝିବେ? ଆମ ଭଳିଆ ତ ଦୁଃଖୀ କେତେ ଅଛନ୍ତି। ଆମେ ଯେଭଳିଆ କଷ୍ଟ କରିବାକୁ ଆସୁଛେ, ଭଗବାନ ବି ସେମିତି ଗୋଟେ କଷ୍ଟ କରୁଛନ୍ତି। ସମସ୍ତଙ୍କ ଦାନା ପାଣି ବୁଝୁଛନ୍ତି, କାହାର ଦେହ ପା ବୁଝିଲେ, କି କ'ଣ କଲା, ସମସ୍ତଙ୍କ ଦାୟିତ୍ୱ ତାଙ୍କର ଯେମିତି ଆମର ଦାୟିତ୍ୱ ଅଛି, ତାଙ୍କର ବି ସେମିତି ଗୋଟେ ଦାୟିତ୍ୱ ଅଛି। କାମ କଲା ସମୟରେ ତ ସେ ଡାକି ପାରୁନେ, ସେ କାମ ସରିବା ପରେ, ସବୁ ଧନ୍ଦା କରିସାରିବା ପରେ ଆମେ ଯେତେବେଳେ ଟିକେ ବିଶ୍ରାମ କରିବାକୁ ଯାଉ, ଭଗବାନ ଟିକେ ଜଣା କରୁ, ପ୍ରଭୁ ଆମେ କେମିତି ଶରୀର ଆମେ ଟିକେ ଭଲ ଥାଉ, ଆମେ ସଦା ସର୍ବଦା ପଟି କେମିତି ଖାଇବୁ। ଧନ୍ୟବାଦ ମଉସା।